ଲର୍ଡସରେ ଅବସର ନେଇପାରନ୍ତି ରୋହିତ। ଭାରତୀୟ କ୍ରିକେଟର ହିଟମ୍ୟାନ୍ ଭାବେ ପରିଚିତ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଏବଂ ଅନ୍ତର୍ଜାତୀୟ ଟି20ରୁ ଅବସର ନେଇସାରିଥିବା ବେଳେ କେବଳ ଦିନିକିଆ ଖେଳିବା ଜାରି ରଖିଛନ୍ତି। 2027 ଦିନିକିଆ ବିଶ୍ୱକପ୍ ଖେଳିବା ଲକ୍ଷ୍ୟ ରଖିଥିବା ରୋହିତଙ୍କ ଉକ୍ତ ସ୍ୱପ୍ନ ଏବେ ସାକାର ହୋଇନପାରେ। ଲର୍ଡସରେ ରବିବାର ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ଅବସରରେ ରୋହିତ ଅବସର ନେଇପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ତେବେ ଏପରି ରିପୋର୍ଟକୁ ବିସିସିଆଇ ଖଣ୍ଡନ କରିଛି। ବିସିସିଆଇ ସମ୍ପାଦକ ଦେବଜିତ୍ ସାଇକିଆ କହିଛନ୍ତି ଯେ ଲର୍ଡସ ଏକଦିବସୀୟ ରୋହିତଙ୍କର ଶେଷ ମ୍ୟାଚ୍ ହେବ ନାହିଁ। ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ତୁମର ଶେଷ ଶୃଙ୍ଖଳା ହେବ ବୋଲି ମନୋନୟନ କମିଟି ପକ୍ଷରୁ ରୋହିତଙ୍କୁ କୁହାଯାଇଥିବା ଜଣାପଡ଼ିଛି। ତୁମେ 2027 ବିଶ୍ୱକପ୍ ଯୋଜନାରେ ନାହଁ ଏବଂ ଯଶସ୍ୱୀ ଜୟସ୍ୱାଲଙ୍କ ଭଳି ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବ ବୋଲି ଦଳୀୟ ମ୍ୟାନେଜମେଣ୍ଟ କହିଥିବା ଜଣାପଡ଼ିଛି। ଆଗକୁ ଖେଳିବା ଜାରି ରଖିବାକୁ କୁହାଯାଇଛି। ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଅନ୍ୟ ସଦସ୍ୟମାନେ ରୋହିତଙ୍କ ସହ ଏ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିବା ଜଣାପଡ଼ିଛି। 39 ବର୍ଷୀୟ ରୋହିତ ଇଂଲଣ୍ଡ ବିପକ୍ଷ ଚଳିତ ଦିନିକିଆ ଶୃଙ୍ଖଳାରେ 2ଟି ମ୍ୟାଚ୍ରେ 11 ଓ 26 ରନ୍ କରିଛନ୍ତି। ଅପରପକ୍ଷେ ରୋହିତଙ୍କ ପିତାମାତା ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ଲାଗି ଲଣ୍ଡନ ଯିବା ପରେ ତାଙ୍କ ଅବସର ଚର୍ଚ୍ଚା ବଢ଼ିଛି। ପୁଅର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଦେଖିବା ଲାଗି ପିତାମାତା ଲଣ୍ଡନରେ ପହଞ୍ଚିଥିବା ନେଇ ଜଣାପଡ଼ୁଛି। ରୋହିତଙ୍କ ନେତୃତ୍ୱରେ ଭାରତ 2024 ଟି20 ବିଶ୍ୱକପ୍ ଜିତିଥିଲା। ଏହାପରେ ରୋହିତ ଟି20 ଏବଂ ଟେଷ୍ଟରୁ ଅବସର ଘୋଷଣା କରିଥିଲେ। ରୋହିତ 2007 ଜୁନ୍ 23ରେ ଆୟାରଲାଣ୍ଡ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ। ସେ ଏଥିମଧ୍ୟରେ 287ଟି ମ୍ୟାଚ୍ ଖେଳି 279ଟି ଇନିଂସରୁ 33ଟି ଶତକ ଏବଂ 62ଟି ଅର୍ଦ୍ଧଶତକ ସହ 11,757 ରନ୍ କରିଛନ୍ତି। ରୋହିତଙ୍କ ଅଧିନାୟକତ୍ୱରେ ଭାରତ 2023 ଦିନିକିଆ ବିଶ୍ୱକପର ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇ ରନର୍ସ-ଅପ୍ରେ ସନ୍ତୁଷ୍ଟ ହୋଇଥିଲେ। ସେହିପରି 2007 ସେପ୍ଟେମ୍ବର 19ରେ ଇଂଲଣ୍ଡ ବିପକ୍ଷରେ ଟି20ରେ ପଦାର୍ପଣ କରିଥିଲେ। ସେ 179ଟି ଟି20 ମ୍ୟାଚ୍ ଖେଳି 5ଟି ଶତକ ଏବଂ 32ଟି ଅର୍ଦ୍ଧଶତକ ସହ 4231 ରନ୍ କରିଛନ୍ତି। 2024 ଜୁନ୍ 29ରେ ଶେଷ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ସହ ଟି20ରୁ ଅବସର ଘୋଷଣା କରିଥିଲେ। 2013 ନଭେମ୍ବର 6ରେ ଇଡେନ୍ ଗାର୍ଡେନ୍ସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ। 67ଟି ଟେଷ୍ଟ ମ୍ୟାଚ୍ ଖେଳି 116ଟି ଇନିଂସରୁ 12ଟି ଶତକ ଏବଂ 18ଟି ଅର୍ଦ୍ଧଶତକ ସହ 4301 ରନ୍ କରିଛନ୍ତି। 2024 ଡିସେମ୍ବର 26ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିଲେ। ରୋହିତ 2007 ଓ 2024 ଟି20 ବିଶ୍ୱକପ୍, 2013 ଓ 2025 ଆଇସିସି ଚାମ୍ପିଅନ୍ ଟ୍ରଫି ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲେ। କିନ୍ତୁ ଦିନିକିଆ ବିଶ୍ୱକପ୍ ଟ୍ରଫି ଜିତିବା ସ୍ୱପ୍ନ ଅଧୁରା ରହିଛି।